ଏଥର ସାଧାରଣ ନିର୍ବାଚନରେ ପରାଜୟ ହେଲା। ପରାଜୟର କାରଣ ଖୋଜିବା ପାଇଁ ମଧ୍ୟ କମିଟି ଗଠନ କରାଯାଇଥିଲା। କାରଣ ଖୋଜା ଗଲାଣି କୋଣ ପାଇଁ ପରାଜୟ ହେଲା? ନା, ପରାଜୟର କାରଣ ଖୋଜା ଚାଲିଛି, ମିଟିଂ ପରେ ମିଟିଂ ହେଉଛି, ତର୍ଜମା ମଧ୍ୟ ଚାଲିଛି। କ'ଣ କରିପାରିବା? ବହୁତ ଜାଗାରେ ଢୋଲ ଭିତରେ ମୂଷା ରହିଲେ। ଆମେ ହାରିନୁ, ନବୀନ ପଟ୍ଟନାୟକ ହାରି ନାହାନ୍ତି, ଆଗକୁ ହରେଇ ଦିଆଯାଇଛି, ସୁଚିନ୍ତିତ ଭାବେ ହରେଇ ଦିଆଯାଇଛି। ତେଣୁ ତର୍ଜମା ହେଉଛି। କିଏ ହରେଇଲା? ଆପଣ କୋଉଠି ହରେଇ ଦେଇଛି? ଅନେକ କିଛି କଥା ଅଛି ତା ଭିତରେ, କିଛି କଥାକୁ ରହିବାକୁ ଦିଆଯାଉ। କିନ୍ତୁ ଆଜି ଆପଣଙ୍କ ଆଗରେ ଆଉ ଗୋଟେ କଥା କହିବି। ଆପାତତଃ ଆଜିକା ଦିନରେ ବି 4.5 କୋଟି ଓଡ଼ିଆଙ୍କ ହୃଦୟରେ ମାନ୍ୟବର ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟ ଅଛନ୍ତି। ସେଇ ଆମ ପାଇଁ ସବୁଠାରୁ ଶାନ୍ତିର କଥା। ଲୋକଙ୍କର ଅତୁଟ ଭଲ ପାଇ ଆଜି ପର୍ଯ୍ୟନ୍ତ ମାନ୍ୟବର ନବୀନ ପଟ୍ଟନାୟକ ପାଇଁ ଅଛି, ସେଇଟା ସବୁଠାରୁ ଖୁସିର କଥା। ଢୋଲ ଭିତରେ ମୂଷା ଦଳ ଭିତରେ ଦେଖନ୍ତୁ, କିଛି କଥା ଭିତରେ ରହିବାକୁ ଦିଆଯାଉ। ସବୁ କଥା କହିବାର, ଯେହେତୁ ବିଜୁ ଜନତା ଦଳ ସାରା ଭାରତ ବର୍ଷରେ ସର୍ବାଧିକ ଶୃଙ୍ଖଳିତ ଆଞ୍ଚଳିକ ଦଳ, ତେଣୁ ମୋର ସେ ଦଳର ଏକ ସଦସ୍ୟ ହିସାବରେ ଏମିତି କୌଣସି ପ୍ରକାର କଥା କହିବା ଉଚିତ ନୁହେଁ ଯେ ମୋର ଦଳର ଭାବମୂର୍ତ୍ତିରେ ଆଞ୍ଚ ଆସିବ। ତେଣୁ କିଛି କଥା ଆପଣମାନେ ମଧ୍ୟ ଜାଣିଛନ୍ତି, ଆମେ ମଧ୍ୟ ଜାଣିଛୁ। ତେଣୁ ତର୍ଜମା ହେଉଛି, କିନ୍ତୁ ତ ଯାହା ତ ହେବା କଥା ହେଇଗଲାଣି। ତେଣୁ ପୁଣି ଆଗାମୀ ଦିନରେ କେମିତି ଅଣ୍ଟା ସଳିକି ପୁଣି ଆଉ ଥରେ ଆସିବୁ, ଲୋକଙ୍କ ମନକୁ ଜିଣିବୁ, ସେଥିପାଇଁ ଆମେ ଚେଷ୍ଟା ପ୍ରାୟ ଜାରି ରହିଛି। ଏବଂ ଦଳର ସିନିୟର ନେତାମାନେ ବାର ବାର ବିଚାର ବିମର୍ଶ କରୁଛନ୍ତି ଏବଂ ପୁଣି ଆଉ ଥରେ ଆମେ ଆମର ରାସ୍ତା ବାଛିବୁ ଏବଂ ପୁଣି ଲୋକଙ୍କ ପାଖକୁ ଆସିବୁ। ସେ ଯୋଜନା ଏବେ ତ ମାତ୍ର 1 ମାସ ହେଇଛି, ଏତେ ବ୍ୟସ୍ତ ହେବା ନାହିଁ। ଏବଂ ଆମର ପୂଜ୍ୟ ମାନ୍ୟବର ନେତା ନବୀନ ବାବୁ କହିଛନ୍ତି ଯେ ଆମେ ଛାଡ଼ିକି କୁଆଡ଼େ ଯାଉନୁ, ବିରୋଧୀ ଦଳ ହିସାବରେ ନିଶ୍ଚିତ ଭାବରେ ସରକାରକୁ ସବୁ ପ୍ରକାର ସହଯୋଗ କରିବୁ, ଯେଉଁଗୁଡ଼ା ଯୁଗାନ୍ତକାରୀ ପଦକ୍ଷେପ ସେମାନେ ନେବେ, ଏଇଟା ମଧ୍ୟ ଅତୀତରେ କୁହାଯାଇଛି। ଏବଂ ବିଧାନସଭାରେ ନିଶ୍ଚିତ ଭାବରେ ଯଦି ଲୋକଙ୍କର କଥା, ଲୋକଙ୍କ ସ୍ୱାଭିମାନ ପ୍ରଶ୍ନ ସେ ବାବଦ ଯଦି କଥା ଉଠିବ, ତାହେଲେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ପ୍ରଶ୍ନ ପଚାରିବ। ଏବଂ ନୂତନ ସରକାର ରାଜ୍ୟର ଭଲ ପାଇଁ, ଲୋକଙ୍କ ଭଲ ପାଇଁ ଯଦି କିଛି କାର୍ଯ୍ୟ କରିବ, ବିଜୁ ଜନତା ଦଳ ନିଶ୍ଚିତ ଭାବରେ ତାକୁ ସମର୍ଥନ କରିବ। ହେଲା କଥା। ଦୀର୍ଘ 24 ବର୍ଷ ଧରି ଆମେ ଶାସନ କରିକି ଆସିଥିଲୁ। ଏବେ ସାରା ଓଡ଼ିଶାର 4.5 କୋଟି ଲୋକ ଆଉ ଗୋଟେ ନୂତନ ସରକାର ଶାସନ ଦେଖିବେ। ତେଣୁ ଭବିଷ୍ୟତ କହିବ ଉଭୟ ସରକାରଙ୍କ ଶାସନ ପ୍ରଣାଳୀ କ'ଣ, ଏବଂ ଆଶା ବିଶ୍ୱାସ ନୂତନ ସରକାର ଲୋକଙ୍କର ଅନେକ କାର୍ଯ୍ୟ କରିବେ। ଏବଂ ତା ଦେହରେ ମୋର ବ୍ୟକ୍ତିଗତ ଗୋଟେ ଦାବି ରହିବ ଯେ ଆମେ ଅନେକ ଲୋକାଭିମୁଖ ପ୍ରୋଜେକ୍ଟ କରିଥିଲୁ, ଯେଉଁଟା ଆରମ୍ଭ ହେଇଯାଇଛି, ତାକୁ ଯେମିତି ସୁଚାରୁରୂପେ ଆଗକୁ ସମ୍ପନ୍ନ କମ୍ପ୍ଲିଟ୍ କରିବେ, ସେଇ ବାବଦରେ ମୋର ଅନୁରୋଧ ରହିବ ସମସ୍ତଙ୍କୁ। ଯଥା ମୋର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଆମେ ଗୋଟେ ବ୍ୟାରେଜ କରୁଥିଲୁ। ତ ସେ ବ୍ୟାରେଜ ରହିଲେ ପାଣିଟା ଆମେ ମହାନଦୀ ଉପରେ ଗୋଟେ ବ୍ୟାରେଜ କରୁଛୁ, ସେ ବ୍ୟାରେଜ କେମିତି ତ୍ୱରାନ୍ୱିତ ହେବ, ସେଟା ଯେମିତି ଆଗକୁ ହେବ, ସେ ବାବଦରେ ବି ପଦକ୍ଷେପ ନେବେ। ଏବଂ ଦ୍ୱିତୀୟ କଥା ହେଉଛି ଗୋଟେ ଡ୍ରେନେଜ ସିଷ୍ଟମ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବର୍ଷା ଜଳ ନିଷ୍କାସନ ପାଇଁ ବହୁତ ଗୋଟେ ପ୍ରୋଜେକ୍ଟ ଗୋଟେ କରାଯାଇଥିଲା, ତାକୁ ମଧ୍ୟ ଆଗକୁ କେମିତି ହେବ। ଏବେ ସୌଭାଗ୍ୟର କଥା, ମୋର ପ୍ରତିଦ୍ୱନ୍ଦ୍ୱୀ ଯିଏ ଥିଲେ ବିଜେପିର ସନ୍ତୋଷ ସ୍ୱାଇଁ, ସିଏ ମଧ୍ୟ ଜିତିଛନ୍ତି ଏବଂ ଏଥର ସୌଭାଗ୍ୟ ଦୃଷ୍ଟିରୁ ମନ୍ତ୍ରୀ ମଧ୍ୟ ହେଇଛନ୍ତି। ତ ଯେହେତୁ ମନ୍ତ୍ରୀ ହେଇଛନ୍ତି, ତାଙ୍କର ନିଶ୍ଚିତ ଭାବରେ ଆଶା କରିବି ଯେଉଁଟା ବିଧାୟକ ହିସାବରେ ଆମେ ଯେତିକି ନ କରିପାରୁ, ମନ୍ତ୍ରୀ ହିସାବରେ ନିଶ୍ଚିତ ଭାବରେ ତାଙ୍କ ପାଖରେ ଅନେକ ସୁଯୋଗ ରହିବ କାମ କରିବା ପାଇଁ। ଅଞ୍ଚଳର ଉନ୍ନତି କେମିତି ଦେଖିବେ, ସେଇଟା ପାଇଁ ମୋର ତାକୁ ଅନୁରୋଧ ରହିବ। ହେଲା କଥା। ଆଜ୍ଞା, ଗୋଟେ ଚର୍ଚ୍ଚା ହୁଏ କି ବିଜୁ ଜନତା ଦଳ 2-3-4 ଜଣ ଲୋକ ଚଲାଉଛନ୍ତି। ଆପଣ ଯୋଉ କହିଲେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ଢୋଲ ଭିତରେ ମୂଷା, ସେଇ 3-4 ଜଣ ଲୋକଙ୍କ ପାଇଁ ଦଳ ହାରିଲା କି? ଦେଖନ୍ତୁ, ମୁଁ ହେଲେ ସାମ୍ବାଦିକ, ମୁଁ ହେଲି ଡକ୍ଟର ଦାମୋଦର ରାଉତ। ଆପଣ ମୋତେ ଯେତେ ବୁଲେଇ ବାଲି ପଚାରିଲେ ମଧ୍ୟ ମୋ ପାଟିରୁ ସେଭଳି କିଛି କଥା ବାହାରିବ ନାହିଁ। ଗୋଟିଏ କଥା ଆପଣଙ୍କ ଆଗରେ କହିଲି, ସାରା ଭାରତ ବର୍ଷରେ ସର୍ବାଧିକ ଶୃଙ୍ଖଳିତ ଦଳ ହେଉଛି ବିଜୁ ଜନତା ଦଳ। ତେଣୁ ମୁଁ ଗୋଟେ ସାମାନ୍ୟ ପ୍ରାଥମିକ ସଦସ୍ୟ ହିସାବରେ ଏମିତି କୌଣସି ଆଚରଣ ଉଚ୍ଚାରଣ ମୁଁ ରହିବା ଉଚିତ ନୁହଁ ଯେ ଆମ ଦଳ ଏବଂ ମୋ ନେତାକୁ ସମ୍ମାନ ନୁହଁ। ତେଣୁ ଯେତିକି କହିଲି ଆପଣ ତା ଭିତରୁ ଯାହା ବୁଝିପାରିବେ, ସମସ୍ତେ ଜାଣିଛନ୍ତି ଘଟଣା କ'ଣ ହେଲା, କେମିତି କ'ଣ ଏତେବେଳେ ସୁଶାସନ ହେଉଥିବା ଦୀର୍ଘ 24 ବର୍ଷ ସରକାରର ପତନ କେମିତି ହେଲା, ଏଟା ସମସ୍ତେ ଜାଣିଛନ୍ତି। ବିଜୁ ଜନତା ଦଳ ବହୁତ ବଡ଼ ପରିବାର। ତେଣୁ 50ଟା କ'ଣ କେତେ ଅମାରା, ତେଣୁ କେତେ ଅମାରା ଭିତରେ କିଛି ଅନୁସାର ରହିଲେ, ତ ସେଥିରେ କିଛି ଯାଏସେ ନାହିଁ। ତେଣୁ ସେ ସବୁ ସଫା। କିନ୍ତୁ ଗୋଟିଏ କଥା ଆପଣ ବାର ବାର ଲଗାତାର କହୁଛି, ଆଜି ମଧ୍ୟ ଆମେ ଖୁସି
कि निर्वाचन में एत बड़ विपर्य पर आम जहाँ देखुचु 4.5 कोटी ओडिया हृदय एपर्यंत नवीन पट्टनायक बास कर हृदय कांदुची मन खोजुची एवं राजनीति में जितवा हारिबा लगी रही था ठीक अच्छे दीर्घ 25 वर्षर शासन तो आउ पुणी आम फेरिया चेष्टा करूँ ओडिशा रे बर्तमान नूतन सरकार आसी अनुरोध आपण मैंने होती समाज दायित्व संपन्न गणमाध्यम आपण पाखु जातु नूतन सरकार पाखु पिछा लागतु आपण पाखे सब खबर अच्छी केमिति लोकों को सुशासन मिलिबो एवं अनेक लोकाभिमुख कार्यक्रम से घोषणा कर कार्यकारी करेंगे एवं कर बस गोटे मो बस जोटा से बस योजना भी कार्यकारी करेंगे चलो एमती सब योजना भी कार्यकारी हो लोक पहुँचु आयुष्मान सागर विजु स्वास्थ्य कार्ड प्रचलन कर बहुत भल कथा ये सब केते आपण पचर रहतु उपाध्याय जोटी आवश्यक से उपदेश दिंतु देखु आम नूतन सरकार केमती लोकों को भल पे कार्य करेगा क्षमता सब गोटे जगह से हूँ मानव नवीन पट्टनायक क्षमता क्षमता को नहीं किए कौटी कौन कर ना राजनैतिक कार्यक्रम जहाँ है कौन प्रकार कार्यकारी कर दिया कथा तो बर्तमान आम सरकार ना तो कौन कहीपर क्षमता कौन अच्छी बर्तमान तो देखो दल बर्तमान प्रणव प्रकाश दास बोधे हारी अनेक विधायक बोधे हारी तो बर्तमान दल इंटरनाली जहाँ डिस्कसन कर जहाँ कर बाकी क्षमता आम पाखे जेहेतु नहीं तो क्षमता बाबद आलोचना करें कौन आवश्यकता ना दलीय निष्पत्ति जमी संगठन संपादक दल निष्पत्ति संगठन संगठन जो संपादक जगह अच्छा सब कि जो दल सरकार ना तेणु बर्तमान आपातत मानव नवीन पट्टनायक विरोधी दल नेता एवं दल सभापति तो संगठन संपूर्ण भार ताक कांधरे बर्तमान तो आगामी दिन में आइदर से हो आसेम्बली भितर हो बाहर हो सब दायित्व से सुचारू निर्वाह करेंगे एवं से भार एवं कार्य सुचारू निर्वाह कला भर से क्या सहयोग हिसाब से देते यहाँ निर्भर करे नवीन पट्टनायक बर्तमान रथयात्रा पर दल को रिस्ट्रक्चर करने चिंता कर लोक दायित्व दिज्व फ्रंट फुट अणा जो मैंने बैकफुट थे दायित्व दिज्व पुणी दल संगठित होकर पूर्व भाई कम कर निश्चित भाव देखो प्रत्येक जगह पुनर्विन्यास हुए ये जगह बोधे हम आप जोटा कहते शुणा जाऊँगी नवीन नूतन को दायित्व दे पारती दलर मुख्य से सभापति सी चिंता करेंगे दल को आगे नवा केमी तो से नूतन नूतन सिनियर लीडर अच्छा क्या दायित्व दे करेंगे निर्भर करे दलर मुख्य सी गाँ गहली चर्चा होचे पांड्यान दल हारीगला भल प्रदर्शन कर पारता आहरी भल सीट आनी पुणी षष्ठ थर मुख्यमंत्री नवीन पट्टनायक ये सब गोटे कहुच्छी गोटे वर्ड कह नो कमेंट से बाबद ये केवल चर्चा चर्चा को चर्चा रहा दिजाऊ तो क्या जो है कौन रेजल्ट है मत हारीगलु आप चिंता करूँ गोटे कथा कह प्रत्येक पंचायत को 50 लाख लगा दिखाई मानव नवीन पट्टनायक निजर गंताघर खोलदे पंचायत पंचायत जी जहाँ जो आप ना दिंतु कहतु आ जो मुझे कहबार नहीं सरकार एवं शासन लोकों करनी विगत आप 2 वर्ष भर देखते कौन न कम करने आखे स्कोप ना रास्ता घाट मठ मंदिर स्कूल सब जगह कम होपर लोक मैंने आमको हतादर करते तो कथा हूँ लोक मैंने सर्वसाधारण सब गणतंत्र तेणु निश्चित भाव में आम सब कलापर आम किसी भूल रही तो से भूल भर आपण जो कथा उठाऊँ सी हुए तो थी तो बाबद आप चिंता कर लाभ नहीं बर्तमान ये हूँ मोर खाली गोटे कह कथा आमर आलोचना चली कारण खोजा चलती कि गोटे कथा ये कहबी नूतन सरकार को मोर अभिनंदन और आशा विश्वास एत वर्ष धरी नवीन पट्टनायक जो कार्य कर आगामी दिन आगे ना भल कम करवा से आशा एवं प्रभु जगन्नाथ समस्त मंगल करूँ नूतन सरकार मंगल करूँ मुझे कामना आ